ଦେଖନ୍ତୁ ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ। ଯୋଉଟା ଥିଲା ସୁବର୍ଣ୍ଣରେଖା ଯାହା କିଛି ଥିଲା ସବୁ ବର୍ତ୍ତମାନ ଜଳସ୍ତର କମିଯାଇଛି ଏବଂ କୌଣସି ଜାଗାରେ ଆମର ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉନାହିଁ। ତାର ଦକ୍ଷିଣ ଓଡ଼ିଶାରେ ନିୟମିତ ଭାବେ ବର୍ଷା ହେଉଛି ସାର୍। ବର୍ଷା ବର୍ଷା ତ ହେବାଟା ବର୍ଷା ଦିନରେ ହେବ, ତେଣୁ ସେଇଟା କିନ୍ତୁ ଆମର ଗୋଟେ ଆଲାର୍ମିଂ ନୁହଁ। ବର୍ଷା ଯେତେବେଳେ ବର୍ତ୍ତମାନ ସୁବର୍ଣ୍ଣରେଖା ହେଉଥିଲା, ତାପରେ ବୈତରଣୀ ବେସିନ୍ରେ ହେଲା, ବ୍ରାହ୍ମଣୀରେ ବି କିଛି ହେଇକିରି ବର୍ତ୍ତମାନ ସୁନ୍ଦରଗଡ଼ ଆଡ଼କୁ ଯାଇଛି, ସେଟା ଛତିଶଗଡ଼ ଆଡ଼କୁ ମଧ୍ୟ ବର୍ଷା ହେଉଛି। ତ ଛତିଶଗଡ଼ରେ ସେଇଟା ପାଣି ଆସିବାଟା ଗୋଟେ ସ୍ୱାଭାବିକ ପ୍ରକ୍ରିୟା। ତାଙ୍କର ସେଇଟା ଫିଲଅପ୍ ହେଲା ପରେ ସେମାନେ ଛାଡ଼ିବେ, ଆଉ ସେଇଟା ଆମେ ସେଥିପାଇଁ ଆମର ହୀରାକୁଦ ବନ୍ଧର ଜଳପତନ ଉପରେ ଆମେ ନଜର ରଖିଛୁ। ହୀରାକୁଦ ଗେଟ୍ ଖୋଲାଯିବ, ଏଇଟା ଗୋଟେ ପାରମ୍ପରିକ ହିସାବରେ ଆମେ ସବୁ ବର୍ଷ ପୂଜା ଅର୍ଚ୍ଚନା କରିକି ସେ ଗେଟ୍ଟା ଖୋଲାଯାଏ ଏବଂ ସେଇଟା ଗେଟ୍ଟା ଖୋଲିଲା ପରେ ଆମେ ତାପରେ ଏଇଟା ହେଉଛି ମାନେ ଯେଉଁଟା କନଭେନ୍ସନାଲି ଆମେ ପୂଜା କରିକିରି ଖୋଲାଯାଏ ସେଇଟା। ତାପରେ ଯେତେବେଳେ ପରିସ୍ଥିତି ଦେଖିକି ଆମେ ଖୋଲିବୁ, ତା ପାଇଁ ଯେଉଁ SOP ଅଛି ସେଟାକୁ ଆମେ ଫଲୋ କରିବୁ। ସମସ୍ତଙ୍କୁ ଇଣ୍ଟିମେଟ୍ କରାଯିବ, ରେଭିନ୍ୟୁ ଅଫିସିଆଲ୍ସ, କଲେକ୍ଟର, ଡାଉନଷ୍ଟ୍ରିମ୍ରେ ଯେତେ ସବୁ କଲେକ୍ଟର ଅଛନ୍ତି ସମସ୍ତଙ୍କୁ ଇନଫର୍ମ କରାଯିବ। ପ୍ରପରଲି ଯେଉଁଟା କରିବା କଥା ସାଇରନ୍ ବଜା ହେବ, ଇଏ କରାହେବ, ସେଗୁଡ଼ା କରିକି ଯେତେବେଳେ ଖୋଲା ହେବ। ଦେଖନ୍ତୁ ଏବେ ଗେଟ୍ ଏଇଟା ଖୋଲିବାଟା ମୁଁ ଯେମିତି ଆପଣଙ୍କୁ କହିଲି, ଏଇଟା ଗୋଟେ ଗୋଟେ ଇଏଟା ମାନେ ହଁ ଗୋଟେ ପୂଜା କରିବା ପାଇଁ ଗୋଟେ ଗେଟ୍ଟା ଖୋଲାଯିବ। ସେଇଟା ନୁହେଁ ଯେ ବର୍ଷା ଜଳ କି ବନ୍ୟା ଜଳକୁ ମାନେ ତ ଭର୍ତ୍ତି ହେଇଗଲାଣି ଗୋଟେ ଆଲାର୍ମିକ୍ ସିଚୁଏସନ୍ ଅଛି, ସେଟା ବିଲକୁଲ ନୁହଁ। ଏଇଟା ଆପଣ ଦେଖନ୍ତୁ ଆଜିକା ଡେଟ୍ରେ ଯେତେବେଳେ ଆପଣମାନେ ଜାଣିଛନ୍ତି 630 ହେଉଛି ହୀରାକୁଦର ସର୍ବୋଚ୍ଚ ଜଳସ୍ତର, ତା ଏଗେନ୍ଷ୍ଟ ଆଜି ଅଛି 605 ଅଛି, 605 ପାଖାପାଖି ଅଛି। ସେଟା ଜମା ତେଣୁକରି ତା ପାଇଁ ଆମେ ଖୋଲୁନୁ, ଏଇଟା ଗୋଟେ ସବୁ ବର୍ଷ ଖୋଲାଯାଏ, କିନ୍ତୁ ପୂଜା ହୁଏ ଖୋଲାଯାଏ। ଆପଣ ଦେଖନ୍ତୁ କେଉଁ ଜାଗାରେ ଆମର ଯେତିକି ମାନେ ଆମେ ଇନଫର୍ମେସନ୍ ପାଇଛୁ IMDରୁ, ଆପଣ ତା ଅନୁସାରେ କୌଣସି ଜାଗାରେ ପ୍ରେଡିକ୍ସନ୍ ନାହିଁ ଗୋଟେ ଏକ୍ସେପ୍ଟ ଆମର ଅପର ମହାନଦୀ ମାନେ ଯେଉଁଟା ଛତିଶଗଡ଼ ଏରିଆ ହେଲା କି ସୁନ୍ଦରଗଡ଼ ଇଏ ଏରିଆ ହେଲା, ଏଇଠି ଛାଡ଼ିଦେଲେ ଆମର ଆଉ କେଉଁଠି ମାନେ ଭଲ ବର୍ଷାର କୌଣସି ପ୍ରେଡିକ୍ସନ୍ ନାହିଁ। ଅଛି ଆମର QPF ଯେଉଁଟା ବୁଲେଟିନ୍ ଆସୁଛି IMD ଦେଉଛି, ସେଥିରେ ଅପର ମହାନଦୀରେ ଅଛି 51 to 75 mm ବର୍ଷା, କିନ୍ତୁ ଅନ୍ୟ ଜାଗା ଗୁଡ଼ାକରେ ସବୁ ଗ୍ରୀନ୍ ଅଛି। ତେଣୁକରି ବର୍ଷା ଦିନ ବର୍ଷା ତ ହେବ, ଆମେ ରହିବ ସବୁ ଜାଗାରେ ବର୍ଷା, କିନ୍ତୁ ଗୋଟେ ବେସିନ୍ ଲେଭେଲରେ କିମ୍ବା ଗୋଟେ ବଡ଼ ଏରିଆରେ ବର୍ଷା ହେବନି, ଯଦ୍ୱାରା କି ଗୋଟେ ବନ୍ୟା ହେବାର ସମ୍ଭାବନା ରହିବ। ଭୁବନେଶ୍ୱରରେ କ'ଣ ହେଇଛି ସେଇଟା ଯେଉଁ ରାସ୍ତା ଏକ୍ସପାନ୍ସନ୍ ପରେ ଗୋଟେ ଜାଗାରେ ଆମର 6 ନମ୍ବର ଡ୍ରେନ୍ର ତାର ଡାଉନଷ୍ଟ୍ରିମ୍ ସାଇଡ଼୍ରେ ଗୋଟେ ଜାଗାରେ ଦବି ଯାଇଛି ସ୍ଲାବ୍ଟା, ଯାହା ପାଇଁ ଡ୍ରେନ୍ଟା ପ୍ରପରଲି ଡିସଚାର୍ଜ ହେଇପାରୁନି। ସକାଳେ ଆମେ କମିଶନର ବି ଥିଲେ, BMC କମିଶନର, ଆମେ ବୁଲାବୁଲି କଲୁ। ତାର ଗୋଟେ ଟେମ୍ପୋରାରୀ ମେଜର୍ସ ଆମେ ନେଉଛୁ, ଯେଉଁଥିରେ କି ଯେଉଁ ପାଣିଟା ଆସୁଛି ସେଇଟା ଉପରେ ଆମେ କେନାଲ କେନାଲ ଥ୍ରୁରେ ଆମେ ତଳକୁ ଛାଡ଼ିଦେବୁ। ଆଉ ଯେଉଁଟା ପରମାନେଣ୍ଟ ଯେଉଁଟା ହେବ ତା ପାଇଁ ଆମେ ଡ୍ରଇଂ ବର୍ତ୍ତମାନ ଇସ୍ୟୁ କରିକିରି ତାକୁ ଦେଇଦେବୁ BMC, ସେଇଟା ଏକ୍ଜିକ୍ୟୁଟ୍ କରିବେ।